ଖରାପ ପାଗ ଯୋଗୁଁ ଦୁର୍ଘଟଣାର ଶିକାର ହେଲା ହେଲିକପ୍ଟର 7 ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଉତ୍ତରାଖଣ୍ଡରେ ଗୁପ୍ତକାଶୀରୁ କେଦାରନାଥ ଧାମକୁ ଉଡ଼ାଣ ଭରୁଥିବା ଆର୍ଜନ ଆଭିଏସନ୍ ହେଲିକପ୍ଟର ଗୌରୀକୁଣ୍ଡ ସୋନପ୍ରୟାଗ ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏ ଦୁର୍ଘଟଣାରେ ପାଇଲଟଙ୍କ ସମେତ ସମସ୍ତ 7 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ଯାଇଛନ୍ତି। ଖରାପ ପାଗ ଯୋଗୁଁ ଏ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏ ଦୁର୍ଘଟଣାରେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଗୌରୀକୁଣ୍ଡ ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଏହି ହେଲିକପ୍ଟରରେ କ୍ଷମତାଠାରୁ ଅଧିକ ଲୋକ ରହିଥିଲେ। ଉତ୍ତରାଖଣ୍ଡର ଏଡିଜି ଡକ୍ଟର ଭି ମୁରୁଗେସନ୍ କହିଛନ୍ତି ଯେ ଗୌରୀକୁଣ୍ଡରେ ନିଖୋଜ ହୋଇଥିବା ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ 6 ଜଣ ରହିଥିଲେ। ଅଧିକ ସୂଚନା ଅପେକ୍ଷା କରାଯାଇଛି। ତେବେ ସକାଳ 5:17ରେ ଆର୍ଜନ କମ୍ପାନୀର ହେଲିକପ୍ଟର 6 ଜଣ ଭକ୍ତଙ୍କୁ ନେଇ କେଦାରନାଥ ହେଲିପ୍ୟାଡ୍ରୁ ଗୁପ୍ତକାଶୀ ହେଲିପ୍ୟାଡ୍କୁ ଉଡ଼ାଣ ଭରିଥିଲା। ହେଲିକପ୍ଟରରେ ଦୁର୍ଘଟଣାଗ୍ରସ୍ତ ଶିକାର ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ରାଜବୀର, ପାଇଲଟ ବିକ୍ରମ ରାଉତ, ବିନୋଦ ଏବଂ ଦୃଷ୍ଟି ସିଂ, ରାଜକୁମାର, ଶ୍ରଦ୍ଧା, ରାଶି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ମଧ୍ୟ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ରୁଦ୍ରପ୍ରୟାଗ ଜିଲ୍ଲାରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ସମ୍ପର୍କରେ ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖ ପ୍ରକାଶ କରୁଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।